हेलो हाय नमस्कार जय जगन्नाथ सांग मैंने गोटे फेस ब्लॉग आपण समस्त को वेलकम। तो सांग मैंने आज हूँ शनिवार आज ब्लॉग को आपण मानक वेलकम। तो सांग मैंने आज भिडियो लगी था आउ देखु था एपटे देखो मिकी तार कौन कर मिकी स्कूल जाए मुंड तार कुंडी बसिक अंकी मिकी जबल मरिकी भाईर ए मुँटा सुखी जाइए बाबा हाँ मिकीर मुँडा देख के रहा माँ कुंडे तो व्यस्त कहीं छटा तो बाजी रेडी व्यस्त होना माँ कुंडे दब मुंड अंकित आज निजे निजे मुंडे कुंड तार कौन अच्छी छोटिया चुटी सागे सागे कुंडे बर्तमान बाहरी पड़े मिकी अंकी और सूर्या आहो मिकीर मन नहीं हाँ हाँ चलो चलो सब स्कूल बाहरी गल स्कूल जावाई एम बेस यात्रा हाँ जाओ जाओ हाँ जाए जम जा देलु सब ये पिला गले आहरी के जन पिला मिकी टाटा कर दे ए टाटा से हाँ से मो झील बुल टाटा कर पिंक फुलटा हुए ना पिंक पैकेट हलदिया एपटे देखो फुल गुड़ा सब अच्छे ये मंदार अच्छे जोड़िए मंदार आज फुटी ये गोटे मंदार तोड़ी दबा आ गए मंदार से ऊपर अच्छे ये कौन कहते फुल को कला बइंसी अपराजिता फुल तोड़ी दबा एपटे टगर फुल है कौ दे कि हाँ हाँ आ गए से निजे पशिजी हाँ गला तीन मंदार जहाँ पर फुल टगर फुल तोड़ जाए भल लगुनि ना कौन से पटा मंदार है ना पिजुड़ी तो हूँ पिजुड़ी प्रबल हूँ हाँ फुल तोड़ा सकाल सकाल शुआ आसे खायापी ये कौटे बही हाँ हाँ से बही पूरा ये हाँ अनई रे शुआ कहता पूरा अनई देखे उड़ीगला नहीं उड़ीनी से आ गए डाल पड़े आज गोटे शुआ आई ना कौन बा एकाथे दी चार्टा पांचटा पड़े आस ना 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 सब खाऊ तो सांग मैंने आज ये शाग करेंगे यहाँ भांगी दूसरी यहाँ मैंने अच्छी भल हाँ पूरा भांगे पड़ो सत्य हाँ बर्तमान कविता लगे शाग टे तोड़े मु तो भांगी दे खाली ये कर छड़ेबू यही गच सांबल है नहीं कविता जो आर गच सांबल हमें आज शाग कि यहाँ बढ़िया शाग नहीं रे शाग है आखि पावर पड़ो तो सांग मैंने यहीटक शाग पूरा होगा सब भजा हम आउ शाग गाधुआ पाधुआ करी आज मंदिर आड़े जा शनि मंदिर आड़े जा
ଗାଧୁଆ ପାଧୁଆ କରିବା। ତ ସାଙ୍ଗମାନେ ବଢ଼ିଆ ସେ ଗାଧୁଆ ପାଧୁଆ ହେଇଗଲା। ଆଉ ଗାଧୁଆ ପାଧୁଆ ସରିଗଲା। ଆଜି ଯିବା ଟିକେ ଶନି ଠାକୁରଙ୍କ ପାଖକୁ, ଏଇ ଆମ ପାଖରେ ମନ୍ଦିରଟା ଅଛି, ଆଉ ଦର୍ଶନ କରିକି ଆସିବା। ତ ସାଙ୍ଗମାନେ ତେବେ ଚାଲନ୍ତୁ ଯିବା ଶନି ଠାକୁରଙ୍କୁ ଦର୍ଶନ କରିବା। ଫୁଲ ନେଇଯିବା। ଆମର ଯଦି ଠାକୁର ସବୁ ପୂଜା ହେଇଗଲେଣି ସମସ୍ତେ ଦେଖିପାରୁଥିବେ। ଯିବା ଠାକୁରଙ୍କୁ ଦର୍ଶନ କରିବା। ରାଶି ତେଲ କବିତା କୋଉଠି ଅଛି? ହଁ ଅଛି ଅଛି। ଦୀପ ଦୀପ ବି ଏଇଠି ଅଛି, ସଳିତା ଅଛି, ହଁ ସବୁ ଅଛି, ନେଇଯାଉଛି ସବୁ ରେଡ଼ି କରିକି। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ପଳେଇ ଆସିଲି ଶନି ମନ୍ଦିର। ଆଉ ଶନି ମନ୍ଦିର ଠାକୁରଙ୍କୁ ଦର୍ଶନ କରି, ଆଉ ଦର୍ଶନ କରିସାରିଲା ପରେ ନନାଙ୍କୁ ଦେଉଛି ଟିକେ ରାଶି ତେଲ ଆଣିଥିଲି, ଆଉ ଶନି ଠାକୁରଙ୍କ ଉପରେ ଟିକେ ଦେବା ପାଇଁକି। ତ ଦେଖିପାରୁଥିବେ ପୂଜାପୂଜି ଚାଲିଛି। ତ ବର୍ତ୍ତମାନ ମନ୍ଦିର ଦର୍ଶନ କରି ଆସିକି ପଖାଳ ଟିକେ ଖିଆ ହେବ ଆଜି। ଆଉ ପଖାଳ ସାଙ୍ଗ ସବୁ କ'ଣ କ'ଣ ଅଛି ଆପଣ ଦେଖନ୍ତୁ। ଆମର ଆଜି ପଖାଳ, ଏଇଟା ସେଉ ବାଇଗଣ ଫାଇଗଣ ପଡ଼ିକି ଚକଟା ଚକଟି ହେଇଛି ଏଇଟା। ଆଉ ଏପଟେ ଗୋଟେ କାକୁଡ଼ି ପିଆଜ। ତ ବର୍ତ୍ତମାନ ଖିଆପିଆ କରିବା। ଦେଖନ୍ତୁ ବର୍ତ୍ତମାନ ଖିଆପିଆ ଡକ୍ଟର ଆହୁନ ପଖାଳ ଇଜ୍ ବେଷ୍ଟ। ତ ବର୍ତ୍ତମାନ ଖିଆପିଆ ସରିଗଲା। ଆଉ ମୁଁ ବାହାରିଲି ଦୋକାନ ଆଡ଼େ ଟିକେ, ଆଉ ଦୋକାନ ଆଡ଼େ ଟିକେ ଯାଇକି ବୁଲାବୁଲି କରିକି ଆସିବା, କାମରେ ଲାଗି ପଡ଼ିବା। କବିତା ମୁଁ ଯାଉଛି, ଦୋକାନ ଯାଉଛି। ପଖାଳ ଖାଇବ ନା କ'ଣ ଖାଇବ? ଯାଉଛି ଦୋକାନକୁ। ଆଉ କିଏ ଅଙ୍କିମି କେତେବେଳେ ଆସିବ? 12ଟା? ହଉ। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ଦୋକାନରେ ଆସିକି ବସିଲି। ଆଉ କ'ଣ କ'ଣ ସବୁ କାମ କରିବି ତୁମକୁ ଦେଖାଉଛି। ଦେଖ କ'ଣ କ'ଣ କାମ ସବୁ ଚାଲିଛି ବର୍ତ୍ତମାନ ଦୋକାନରେ। ଦେଖିପାରୁଥିବେ ବର୍ତ୍ତମାନ ମୁଦିଟେ ତିଆରି କରିବା ପାଇଁ କିଏ ସବୁ ରେଡ଼ି କରିଦେଇଛି। ଆଉ ମୁଦି କେମିତି ତିଆରି କ'ଣ କରିବି ଆପଣମାନେ ସବୁ ଦେଖିବେ। ସାଙ୍ଗମାନେ ଦେଖନ୍ତୁ ଆମ ପଡ଼ୋଶୀ ଦୋକାନ ମାନେ ସବୁ କମ୍ପ୍ୟୁଟର ଦୋକାନ, ସେପଟେ ଜେରକ୍ସ ଦୋକାନ ଅଛି। ଆଉ ବର୍ତ୍ତମାନ ମୁଁ କାମ ଆରମ୍ଭ କରିବି। ମୁଦି ପାଇଁ ତା ଫ୍ରେମ୍ ବି ତିଆରି କରିଦେଇଛି। ଆଉ ଫ୍ରେମ୍ଟା ବସେଇବା ତା ଉପରେ, ଦେଖିପାରୁଥିବେ ଏମିତି ହିଁ ସବୁ ତିଆରି ସବୁ କରାଯାଏ। ବର୍ତ୍ତମାନ ଫ୍ରେମ୍ରେ ମୁଁ ଖଞ୍ଜା ଖଞ୍ଜି ସବୁ ଆରମ୍ଭ କରିବି। ଦେଖିପାରୁଥିବେ ମୁଁ ଆପଣଙ୍କୁ ଦେଖନ୍ତୁ ସବୁ ଖଞ୍ଜା ଖଞ୍ଜି ବର୍ତ୍ତମାନ ଚାଲିଛି। ଆଉ ଡିଜାଇନଟା କେମିତି କ'ଣ ଲାଗିଲା ଆପଣ ନିହାତି ଗୋଟେ କମେଣ୍ଟ କରିବେ, ମୁଁ ଦେଖାଉଛି ଆପଣଙ୍କୁ। ତ ବର୍ତ୍ତମାନ କାମ ଚାଲିଛି ସବୁ ମୁଦିର ଭିତରେ, ସବୁ ଖଞ୍ଜା ଖଞ୍ଜି ଚାଲିଛି। ଆଉ ତ ସାଙ୍ଗମାନେ ଏଇଟା ହେଉଛି ସବୁ ମୋ ଦୋକାନରେ ସବୁ କାମ, ମୁଁ ହିଁ କାମ ସବୁ ଏମିତି କରାଯାଏ। ଆଉ ତ ବହୁତ ମେହନତ କାମ ସବୁ, ସରୁ ତାର ଉପରେ ସବୁ ଖଞ୍ଜା ଖଞ୍ଜି କାମ ହିଁ ସବୁ କରାଯାଏ। ତ ସାଙ୍ଗମାନଙ୍କୁ ପ୍ଲାଷ୍ଟର କାମ କହନ୍ତି। ସବୁ ଏଇଟା ସବୁ କେଡ଼ିଏମ୍ କାମ ହେବ। ତ ଆପଣ ଦେଖୁଥିବେ ସବୁ କାମ ଚାଲିଛି। ତ ଖଞ୍ଜା ଖଞ୍ଜି ବର୍ତ୍ତମାନ ସରିଯାଇଛି। ଆପଣଙ୍କୁ ମୁଁ ଦେଖାଉଛି, ଦେଖନ୍ତୁ କେମିତି କ'ଣ ଲାଗୁଛି। ଆପଣ ଗୋଟେ ନିହାତି ଗୋଟେ କମେଣ୍ଟ କରି ଜଣାଇବେ। ସାଙ୍ଗମାନେ ଆପଣଙ୍କୁ କେମିତି କ'ଣ ଲାଗିଲା ନିହାତି ଗୋଟେ କମେଣ୍ଟ କରି ଜଣାଇବେ। ବର୍ତ୍ତମାନ ଖଞ୍ଜା ଖଞ୍ଜି ବର୍ତ୍ତମାନ ସରିଯାଇଛି। ତାପରେ ପ୍ଲାଷ୍ଟର ଢଳା ହେବ। ଢଳା ହେଇସାରିଲା ପରେ ଉଠିଲା ପରେ ଝଳେଇ କରାଯିବ। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ଦୋକାନରୁ ଆସିକି ପହଞ୍ଚିଲି। ଆଉ ଦୋକାନକୁ ଆସିକି ପହଞ୍ଚିଲା ପରେ ଅଙ୍କିମିକି ସବୁ ଆସିଗଲେଣି। ଅଙ୍କିମିକି ସବୁ ସ୍କୁଲରୁ ଆସିକି ପହଞ୍ଚିଗଲେଣି। ଆଉ ଆଜି ଶନିବାର ଥିଲା, ସକାଳେ ସବୁ ସ୍କୁଲ ଯାଇଥିଲେ। କେତେବେଳେ ଛୁଟି ଲାଗିବ? 12ଟା? 12:30। ତା ସିଏ ବେଗି ଯାଇଥିଲା ଆଜି। ତୋର ବେଗି ଯାଇନି ଝିଅ? ଆଉ ତୋର ଆଜି ଶନିବାର ଝିଅ କ'ଣ କ'ଣ ସବୁ ହେଲା କହିଦେଲୁ? ନାଚ ଗୀତ। ଆମ ମିକିର ଆଜି ନାଚ ଗୀତ ହେଲା। ମୁଁ ତ ଦୋକାନ ପଳେଇଥିଲି। ମିକି ଆଜି କୋଉ ଗୀତ ନାଚିଲ କହିଦେବ ଏଠି ସମସ୍ତଙ୍କୁ?
ଯମୁନା ଯିବାକୁ ତମକୁ ହେଇଛି ମନା ମିକିକି ଗୋଟେ ଗୀତ ଡ୍ୟାନ୍ସ କଲା ଆଜି ଶନିବାର ତାଙ୍କର ସ୍କୁଲରେ ଡ୍ୟାନ୍ସ ଥିଲା ଯମୁନା ଯିବାକୁ ତତେ ହେଇଛି ମନା ନା କ'ଣ ଯମୁନା ଯିବାକୁ ମତେ ହୋଇଛି ମନା ରେ କାହ୍ନା ଏଇ ଗୀତଟା ତ ବର୍ତ୍ତମାନ ମିକିର ନାଚ ଥିଲା ଆଉ ଶନିବାର ଆଉ ବର୍ତ୍ତମାନ ଯେ ଆମ ରାଷ୍ଟ୍ରପତି ଅଛନ୍ତି ତାଙ୍କ ନାଁ କ'ଣ କୁହ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୋରେ କୁହ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତ ବର୍ତ୍ତମାନ ଖିଆପିଆ ଆରମ୍ଭ ହେଇଯିବ ଆଉ ମୁଁ ଦୋକାନ ଆସିଥିଲି ବସିଛି ଟିକେ ତ ସାଙ୍ଗମାନେ ବର୍ତ୍ତମାନ ଖିଆପିଆ ଆରମ୍ଭ ହବ ଆମର ସେପଟେ ରୋଷେଇ ସରି ଆସିଲା ମୁଁ ଦେଖିଦେବା ଟିକେ ରୋଷେଇ କ'ଣ ଚାଲିଛି ଆଜି ରୋଷେଇ ଆଜି କ'ଣ ଚାଲିଛି ତ ବର୍ତ୍ତମାନ ଆମ ରୋଷେଇ ଚାଲିଛି ପୋଟଳ ତରକାରୀ ହେଲାନି ଆଉ କ'ଣ ହେଇଛି ସେପଟେ ଦେଖେଇଦେଲା ଶାଗଟା ଟିକେ ଦେଖେଇଦେଲା ସଜନା ଶାଗଟା ହଁ ସଜନା ଶାଗ ଭଜା ସରି ଆସିଲାନି କି ତ ସାଙ୍ଗମାନେ ଦେଖନ୍ତୁ ଆଜି ବେଳାରେ ଖାଇବା କ'ଣ ସବୁ ହେଇଛି ଭାତଟେ ହେଇଛି ଆଉ ପୋଟଳ ତରକାରୀ କାକୁଡ଼ି ଏପଟେ ମିକିର ଗୋଟେ ପାଗ ହେଇଯାଇଛି ଟମାଟୋକୁ ସେଉ ଆଉ ଆମ ବାରି ସଜନା ଶାଗ ସକାଳେ ଯେଉଁ ପାରିଥିଲି ସଜନା ଶାଗ ଭଜା ତ ତୁମେ ଗୋଳେଇବା ଦେଇକି ପୋଟଳ ଟିକେ ଚକଟିବା ତାପରେ ଖାଇବା ଷ୍ଟାର୍ଟ ମିକି ଆଗ ଆରମ୍ଭ କର ଖାଇବା ହଁ ମିକି ରେଡ଼ି ମିକି ତୁ ଆଗ ଆରମ୍ଭ କର ଖାଇବା ଦେଖିବା କେମିତି ମିକିର ଆଗ ଆରମ୍ଭ ହେଇଯାଉ ଚାଲିଛି ଠିକ୍ ଅଛି ଏପଟେ ଆମର ଅଙ୍କି ଖିଆପିଆ ଆରମ୍ଭ କରିସାରିଲାଣି ଅଙ୍କି ଅନେଇ ଯାଏ ଟିକେ ବର୍ତ୍ତମାନ ମୁଁ ଖାଇବା ଆରମ୍ଭ କରିଦେବି ଆଉ ସଜନା ଶାଗ ଖା ମିକି ଖାଇଦେ ଖିଆପିଆ ହବ ନା ଶାଗଟା ମେନ୍ ବହୁତ ବଢ଼ିଆ ଲାଗୁଛି ଶାଗଟା ବଢ଼ିଆ ଲାଗୁଛି କାକୁଡ଼ି ଖାଇବା ତ ଆମର ସବୁ ଖିଆପିଆ ଆଜି ସରିଗଲା ଆଉ ଏପଟେ ଦେଖନ୍ତୁ କବିତାର ଖିଆପିଆ ଆରମ୍ଭ ହୋଇଗଲାଣି ସମସ୍ତଙ୍କର ଖିଆପିଆ ସରିଲା ପରେ କବିତାର ଖାଇବା ଆରମ୍ଭ ଯେ କବି ଆସ ସାଙ୍ଗ ହେଇ ଖାଇବା ନାଇଁ ତମେ କାଳେ ଦୁସରା ମାଗିବ କ'ଣ କରିବ ମୁଁ ପଛରେ ଖାଇବି ହଁ ଆଉ କବିତା କ'ଣ କୁହ ଖାଉଛ କବିତା କହିବ କିଛି କହିବିନି କାଲି ତମେ ବ୍ଲଗ୍ ଆରମ୍ଭ କରିବ ହେଲା ହ୍ୟାଲୋ ଗାଇସ୍ ଦେଖନ୍ତୁ ବର୍ତ୍ତମାନ ଆମ ଘରେ ଏମିତି ଏମିତି ହଉ ଖିଆପିଆ କରିଦିଅ ତ ସାଙ୍ଗମାନେ ଆମର ଆଜିର ଏହି ଭିଡ଼ିଓଟି ଏଠି ଶେଷ କରୁଛୁ ଆଉ ଆମ ଭିଡ଼ିଓଟି ଆପଣମାନଙ୍କୁ କେମିତି କ'ଣ ଲାଗୁଛି ନିହାତି ଲାଇକ୍ କରିବେ ଆଉ ସେୟାର କରିବେ ଆଉ ଗୋଟେ ଛୋଟିଆ କମେଣ୍ଟ କରିବେ କେମିତି କ'ଣ ଲାଗିଲା କ'ଣ ନାହିଁ କବିତା କ'ଣ କହିବ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ ସେୟାର କରନ୍ତୁ କମେଣ୍ଟ କରନ୍ତୁ ଆଉ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ ରହୁଛୁ ଜୟ ଜଗନ୍ନାଥ।